ओं नमो भगवते वासुदेवाय। जीवमुक्ति भागवत द्वादश अध्याय। नारद उवाच शुणन्तु प्रभु पंचानन सन्देह हेला मोर मन। जीवर जेते भाई पुओ सेही मानेटी किस कुह। सकल माया बोली कही मते तो देउच भुलाई। भाई पुओ को लोभ जेते बाकी को लोभ नाही सेते। ताहांकु करी गलाहार लोभरे करी थाई घर। निजे से रही उपवास ताहांकु कराए संतोष। अनेक दुखे आणे धन तांकर रखई जीवन। माता पितांकु न पचारी भाई पुओरे स्नेह करी। घर करई तांकु धरी पूर्वर संबंध की परी। कि रूपे भाई पुओ होई मिशी रहंती सबु खाई। जेबे जन्म हेब जीव किए ताहार शत्रु हेब। मित्रर रूपे किए तार विपद करिब उद्धार। जीवन एक जन्म पाई अल्पे काहीकि मरई। पहिल जीवर मरण केबेटी हेब नाही जान। मरिला बोली पड़े हुरी एहार चरित की परी। एसबु बुझाई कहिब किस कहिले वासुदेव। आहुरी किस उपदेश गर्भरे देले पीतवास। सकल छिन्न भिन्न करी बुझाई कुह त्रिपुरारी। श्री शिव उवाच जहा पचारु अछु तुही कहिबी शुण मन देई। माता गर्भरे नारायण जीवकु देले जेते ज्ञान। कहुची शुण से चरित ज्ञान होइब परापत। जीवर नथाई मरण मला बोलिबा मिथ्या जान। पुरुणा वस्त्र को छाड़ीण नूतन वस्त्र परिधान। करिला परि जीव जाई नूतन पिंडरे पसई। पुरुणा पिंड देले छाड़ी मला बोली न पड़े रड़ी। ए रूपे जीवर मरण मला बोलिबा मिथ्या जान। मरण नाहीटी जीवर जन्म मरण कारोबार। जीवा आसिबार लागिछि से जीवन जानई किछि। पूर्वर तपस्या फलरे भुंजई महीमंडल रे। तपस्या उणा थाए जार अल्प आयुष ताहार।
যদি সে পুণ্য কথা করে দীর্ঘায়ু হুই সংসারে পূর্বজন্মর পাপ মান সকল হুই দহন পাপটি করিলে বহুত অল্প আয়ুষে হুয়ে মৃত কিয় বা ঋণ থিলে দেই সে ঋণ যেবে সুঝা যাই ন কহি ন রহি সেঠারে ছাড়ি যান্তি ধাড়ি কারে এ রূপে মরণর কথা জীব মরণ কথা মিথ্যা শত্রুর কথা তুহি শুণ তাহা কহিবি বুঝাইণ নিজর পুত্র সহোদর শত্রুটি হইব তোহর তাঙ্কর বিনা শত্রু কেহি সাধিবা শক্তিକାର নাহি শত্রু হইলে পুଅ ভাই তাহা সম্ভাଳି ন ହୁଇ ତାଙ୍କ ଚରିତ ତୁହି ଶୁଣ ଶୁଣିବା ମାତ୍ରେ ହେବ ଜ୍ଞାନ ପୂର୍ବ ଜନ୍ମରେ ବିନା ଦୋଷେ ଜୀବକୁ ଜୀବ ଯେବେ ନାଶେ অগ্নিরে জলরে বলরে জীবকু যেবে নাশ করে অরক্ষ হই সেই জীব বিনা দোষরে মরিথিব জীব হইন বলবান নেই নথিলে তা জীবন ସେହି ହିଂସାକୁ ରଖିଥାଇ ଭାଇ ବା ପୁତ୍ର ରୂପେ ସେହି ଜନମ ହୋଇ ତାର ଘରେ ସାଧଇ ଶତ୍ରୁ ପରକାରେ ବାଲ୍ୟକାଳରୁ ତାକୁ ପାଳି କରଇ ଜୀବନ ସଂଖାଳି ନିଜେ ନ ଖାଇ ତାକୁ ଦେଇ ଅତ୍ୟନ୍ତ ଶ୍ରଦ୍ଧାରେ ପାଳଇ ଯେବେ ତାହାର ହୁଏ ବଳ କରଇ ନାନା ଗୋଳମାଳ କାହାର କଥା ସେ ନ ମାନେ ଭଲ କଥା ନ ଶୁଣେ କାନେ সাধনে হই বলিয়ার করে সে কপট বিচার গৃহর ছিদ্র কথা মান কাণ্ডরে করে সে রটন তুচ্ছা কথা কুরুষি বসে ଭଲ କହିଲେ ମାରି ଆସେ।
କାହାକୁ ବାଧୋଇ ନିଜ ମରମକୁ ଆପଣା କରମ ସୁମରେ ତାକୁ ଦେଖିଲେ ଭୟ କରେ ନ ଖାଇ ନ ଦେଇ କାହାକୁ ପୁଣି ନ କରେ ଧର୍ମକୁ ଜାଗ୍ରତେ ରଖିଥିବା ଧନ ନେବ ସେ ପରିବଳବାନ ବିଅର୍ଥେ ଦେବ ସେ ଉଡ଼ାଇ କାହାକୁ କହି ହେବ ନାହିଁ ମାତା ପିତାକୁ ନାନା କଷ୍ଟ ଗୃହରେ ଲଗାଇବ ନାଟ କାହାକୁ ପାଶେ ନ ରଖିବ ଥିବା ସମ୍ପତ୍ତି ବାଣ୍ଟି ନେବ ନଦେଲେ ମାରିବ ସେ ମାଡ଼ ବୋଲିବ ଧର୍ମକୁ ଛାଡ଼ ନିଜର ମାତା ପିତା ଛାଡ଼ି ପତ୍ନୀ କଥାରେ ଥିବ ପଡ଼ି ଏହାର ଯେତେ ଥିବେ ଶତ୍ରୁ ସେମାନେ ତାର ହେବେ ଭାତୃ ମାନିବ ନାହିଁ ବଡ଼ ସାନ ପତ୍ନୀକୁ କରିବ ଜୀବନ ପକ୍ଷୀ ପ୍ରକାରେ ଦୁଇ ପ୍ରାଣୀ ଦୁହିଁଙ୍କ କଥା ଦୁହେଁ ମାନି ସେ ଦୁହେଁ ଏକ ପ୍ରାଣ ହୋଇ ଗୃହରୁ ଯିବେ ଭାଗ ନେଇ ପକ୍ଷୀଙ୍କ ପ୍ରେମ କଥା ଶୁଣ କିପରି ସ୍ନେହାନୁ ବନ୍ଧନ ସେମାନେ ଯେମନ୍ତ ରହନ୍ତି କାହାକୁ ହେଲେ ନ ଦେଖନ୍ତି ଯେ ରୂପେ ଛାଡ଼ି ମାତା ପିତା କରନ୍ତି ଆପଣାର ଚିନ୍ତା ବୃକ୍ଷ ଡାଳରେ କରିବାସ ସାରନ୍ତି ରଜନୀ ଦିବସ ଆହାର ନିଦ୍ରା ମୈଥୁନ ପାଳି ରହନ୍ତି ପ୍ରତିଦିନ ପକ୍ଷିଣୀ ହେଲେ ଗର୍ଭବାସ କିଏ କହୁ ପକ୍ଷୀର ହରସ ବାସକୁ କରନ୍ତି ନିର୍ମାଣ ଡିମ୍ବକୁ ତହିରେ ରଖିଣ ଥଣ୍ଟରେ ଆଣନ୍ତି ଆହାର କରନ୍ତି ଅତ୍ୟନ୍ତ ଆଦର ଗୋଟିଏ ପକ୍ଷୀ ଜଗିଥାଇ ଅନ୍ୟ ପକ୍ଷୀଟି ଉଡ଼ିଯାଇ ଖୋଜିଣ ଆଣିଲେ ଆହାର ବସାରେ ହୋଇଲେ ହାଜର ଆରକ ପକ୍ଷୀ ଯାଏ ଉଡ଼ି ଡିମ୍ବକୁ ନ ପାରନ୍ତି ଛାଡ଼ି ପକ୍ଷୀ ପକ୍ଷିଣୀ ଏତେ ଲୋଭ ଛୁଆରେ ଏହିପରି ଭାବ ସେ ଦୁଇ ଛୁଆକୁ ନ ଛାଡ଼ି ସନ୍ତାନ ଲୋଭେ ଥାନ୍ତି ବଡ଼ି ଯେବେ ତା ପକ୍ଷୀ କଳଇ ଖଣ୍ଡି ଉଡ଼ାଟି ଦେଲେ ସେହି ତାହାକୁ ସାଥୀ ସାଙ୍ଗ ଘେନି ଚରାଇ ବୁଲାଇଣ ଆଣି ଏ ରୂପେ କେତେ ଦିନ ଅନ୍ତେ ସେ ଦୁଇ ଛୁଆ ପ୍ରେମ ମତେ ସେ ଦୁହେଁ ପାଇଗଲେ ବଳ ପ୍ରେମରେ ହୋଇଯାଇ ଭୋଳ ନିଜର ପିତା ମାତା ଛାଡ଼ି ପତି ପତ୍ନୀଟି ଯାନ୍ତି ଉଡ଼ି ଆଉ ତାଙ୍କର ନାହିଁ ଭେଟ ମାୟାର ଅଟେ ଏହି ନାଟ ସେହି ପ୍ରକାରେ ପୁଅ ଭାଇ ତାଙ୍କର ଯେବେ ବଳ ପାଇ ପତ୍ନୀଙ୍କୁ ଧରି ଛାଡ଼ି ଯାନ୍ତି ବାଲ୍ୟର କଥା ପାଶୋରନ୍ତି ପିତା ମାତାଙ୍କ ବୃଦ୍ଧ କାଳେ ଛାଡ଼ି ସେ ଯାନ୍ତି ମାୟା ବଳେ ପୂର୍ବରେ ଶତ୍ରୁ ହୋଇଥିଲେ ନିଜର ଗର୍ଭରେ ଜନ୍ମିଲେ ତାଙ୍କର ମୂଳେ ସବୁ ସାରି ଏ ରୂପେ ହୁଅନ୍ତି ଭଗାରି ଭିନ୍ନ ହୋଇଣ ଗଲା ଦିନୁ ପାଶୋରି ଦିଅନ୍ତି ସବୁ ମନୁ ପିତା ମାତାଙ୍କ କଷ୍ଟ ଯେତେ ଭାବନ୍ତି ନାହିଁ ହୃଦଗତେ ଚଣ୍ଡାଳ ଆଚରଣ କରି ଦିଅନ୍ତି ସକଳ ପାଶୋରି ବୃଦ୍ଧ କାଳରେ ମାତା ପିତା ସଦା ସର୍ବଦା କରି ଚିନ୍ତା ନାନାଦି ଦୁଃଖ କଷ୍ଟ ସହି ଅତି ଦୁଃଖରେ ଦିନ ନେଇ
ଥିବାର ପୁତ୍ର ଦୁହି ତାଙ୍କୁ କଷ୍ଟରେ ପୋଷନ୍ତି ତାହାକୁ। ବାକି ଯେତେକ ପୁତ୍ର ଥାନ୍ତି ବଡ଼ର ପ୍ରକାରେ ଶିଖନ୍ତି। ବଳ ପାଇଲେ ତାଙ୍କ ପରି ଗୃହ ସମ୍ପତ୍ତି ଭାଗ କରି ଗୋଟିକ ଉତାରୁ ଗୋଟିଏ ଭାଗ ଧରିଣ ଘରୁ ଯାଏ। ପୂର୍ବରେ ଶତ୍ରୁ ହୋଇଥିଲେ ତେଣୁ ସେମାନେ ସାଧି ଗଲେ। ଶତ୍ରୁଙ୍କ ଅଟେ ଚରିତ ମିତ୍ରଙ୍କ ଶୁଣ କେଉଁ କୃତ୍ୟ। ବ୍ରାହ୍ମଣ ବୈଷ୍ଣବ ଭିକାରୀ ଦୁଃଖୀ ଦରିଦ୍ର ନାହାରୀ ତୀର୍ଥବ୍ରତାଦି ଦାନ ପୁଣ୍ୟ ବିଷ୍ଣୁ ଭକତ ଯେଉଁ ଜନ। ଜୀବରେ ଦୟା ଥାଇ ଯାର ପରର କରି ଉପକାର। ନାନା ପ୍ରକାରେ ଦାନ ଦେଇ ଦେଉଳ ମଣ୍ଡପ ବସାଇ ପ୍ରତିମା ବସାଇ ସେଥିରେ ଭୋଗକୁ ଖଞ୍ଜଇ ସେଠାରେ ନାମ ଭଜନ କରି ନୀତି ବିଷ୍ଣୁଙ୍କ ଠାରେ ଯାର ଭକ୍ତି। জীবরে দয়া থাই যার পাপ কথাকু বড় ডর। পূর্ব জন্মরে এহি পরি ভকতি যেহু থায়ে করি। সত্য পথরে চালিথিলে উত্তম ভাই পুত্র মিলে। লক্ষণ পরি ভাই তার জন্মই মাতার উদর। জ্যেষ্ঠ ভাই কু পিতৃ সম মাতা পিতাকু করে প্রেম। যুধিষ্ঠিরঙ্কু যেউ পরি পাଳି নথিলে চারি ভাই। জ্যেষ্ঠ ভাইଙ୍କ আজ্ঞା ପାଳି ସେମାନେ ଥିଲେ ଯେଉଁ ଭଳି। ସେମାନେ ମାନିବା ପ୍ରକାରେ ଆଜ୍ଞାକୁ ପାଳି ରହି ଘରେ। ଯେତେକ କଷ୍ଟ ଭାଇ ଦେଉ ସମ୍ଭାଳି ରହିବେ ସେ ଦାଉ। ଭାରତ ରାମାୟଣ ଦେଖ ଭାଇଙ୍କ ଲାଗି କେତେ ଦୁଃଖ। ଦୁର୍ଯ୍ୟୋଧନଙ୍କ ଭାଇ ମାନ କିପରି ତାଙ୍କ ଆଚରଣ। ଯୁଧିଷ୍ଠିରଙ୍କ ଚାରି ଭାଇ କିପରି ଧର୍ମେ ଥିଲେ ରହି। କେଉଁ ଭାଇଙ୍କ କେଉଁ ଗୁଣ ଉତ୍ତମ ରୂପେ କର ଜ୍ଞାନ। ସହି ସମ୍ଭାଳି ଯାଇଛନ୍ତି ସେମାନେ ବେଟି ନାହାନ୍ତି। ନିଜେ ସେ କରିଗଲେ ଭୋଗ କୀର୍ତ୍ତି ରଖିଲେ ଯୁଗ ଯୁଗ। ପୂର୍ବର ଭାଗ୍ୟର ବଳରେ ଏପରି ଭାଇ ମିଳିପାରେ। ଉତ୍ତମ ପୁତ୍ର କଥା ଶୁଣ ପୂର୍ବେ ଅରଜି ଥିଲେ ଧର୍ମ।
ଯଜ୍ଞ ତପସ୍ୟା କରିଥିଲେ ଉତ୍ତମ ପୁତ୍ର ତାକୁ ମିଳେ। ସୂର୍ଯ୍ୟଙ୍କ ବଂଶରେ ସମ୍ଭୂତ ଅଟନ୍ତି ଦଶରଥ ସୁତ। ଶ୍ରୀରାମ ନାମ ପାଇଥିଲେ ପିତା ସତ୍ୟରେ ବନ ଗଲେ। ରାଜ୍ୟ ସମ୍ପଦ ଭାଇ ହାତେ ଦେଇ ଚଳିଲେ ସତ୍ୟ ପଥେ। ରାମଙ୍କ କଷ୍ଟ ନ ସହିଣ ସଙ୍ଗତେ ସୀତୟା ଲକ୍ଷ୍ମଣ। ଆନନ୍ଦେ ଯାଇଥିଲେ ବନ ଧନ୍ୟ ସେ ପିତାଙ୍କ ନନ୍ଦନ। ସେ ସୂର୍ଯ୍ୟ ବଂଶରେ ସଗର ନାମ ଅଟଇ ଯାହାଙ୍କର। ତାଙ୍କର ବଂଶେ ଭାଗୀରଥୀ ଜନମି ଥିଲେ ଏହି କ୍ଷିତି। କପିଳ ମୁନିଙ୍କ ଶାପରେ ସର୍ବଂଶେ ରହିଣ ଅଗ୍ନିରେ। ବିକଳେ କରୁଥାନ୍ତି ହୁରି କେହି ନ ଶୁଣନ୍ତି ଗୁହାରି। ଅଗ୍ନିରେ ଥାଇ ଛଟପଟ କେ ସହେ ତାହାଙ୍କର କଷ୍ଟ। ଜୀବନ ନ ଯାଏ ତାଙ୍କର ଦଗ୍ଧ ହୋଇଣ ରହିବାର। ତାଙ୍କୁ ଉଦ୍ଧାର କରିବାକୁ ଶକ୍ତି ନଥାଇ କାହାକୁ। ତାଙ୍କ ଖବର ଭାଗୀରଥୀ ପାଇବା ମାତ୍ରେ ଦୁଃଖେ ଅତି। ମୋହର ପୂର୍ବ ବଂଶ ଲୋକ ଅନେକ ପାଉଛନ୍ତି ଦୁଃଖ। କିପରି ଏହାଙ୍କ ଉଦ୍ଧାର ହୋଇବ କରିଣ ବିଚାର। ଗଙ୍ଗାଙ୍କୁ ଆଣିବାର ପାଇଁ ତପସ୍ୟା କଲେ ବନେ ରହି। ଶ୍ରୀନାରାୟଣ ଭୋଳାନାଥ ସ୍ୱର୍ଗର ଇନ୍ଦ୍ର ଐରାବତ। ତାପରେ ମନାଇ ଗଙ୍ଗାଙ୍କୁ ଆଣିଲେ ମର୍ତ୍ତ୍ୟପୁରୀକୁ। আপনা বংশ উদ্ধারিলে নানা প্রকারে দান কলে কিরতি রখিছন্তি সেহি মর্ত্যরে গঙ্গা ছন্তি রহি
ପୂର୍ବରେ ଧର୍ମ ଥିଲେ କରି ପୁତ୍ର ମିଳଇ ଏହିପରି କୂଳର ଚନ୍ଦ୍ରମା ବୋଲନ୍ତି ନିଜର ବଂଶ ଉଦ୍ଧାରନ୍ତି ବିଷ୍ଣୁଙ୍କ ଚରଣେ ଭକତି ସୁବୁଦ୍ଧି ସୁଗୁଣ ସୁନୀତି ମାତା ଭଗିନୀ ଭାଇ ଗଣ ବନ୍ଧୁ ବାନ୍ଧବ ମିତ୍ର ଜନ जनक मामू किबा जोई शला श्वशुर जाई सबको समान देखंती तांकर आज्ञा को पालंती पत्नी को देखी पत्नी परी बस जे नुहंती ताहारी उत्तम पुत्र ए कली रे भातृवा केते थाई पारे बहुत जन्मी शत्रु पणे सहे के थिब भल जणे को पुत्र काकू पोषी नाही भाई अछंती भिन्न होई पिता पुत्र रे मरा मरी भाई रे भोगारी कुटक पटे जाऊ छंती का सुख किए न देखंती ताहाकु पड़िले विपत्ति अति आनंदे हसुथांती तहिरु उद्धारिबा थाऊ जेमंते न सहिब सेहु ताहार उपाय को करी रहंती न जानिबा परी पूर्वे जे शत्रु होइथिब पुत्र रूपरे जन्म हेब नहले भाईर रूपरे जन्मई मातार गर्भरे जीवर शत्रु एही दुई साधिबे निश्चय अटई ए दुई शत्रु बिना तार साधिबा शक्ति नाही कार पूर्वरे हिंसा परकारे साधंती जन्म होई घरे कहई वश्चदी जबर भाई पुअंक समाचार सत कि मिथ्या ए कली रे देखंतु प्रति घरे घरे इति श्रीजीव मुक्ति भागवते मुक्ति पुराणे प्राकृत प्रबंधे शिव नारद संवादे ऋणानुबंधने शत्रुमित्र कथने नाम 12 अध्याय।